ଜିତୁ ମୁଣ୍ଡା ଯୋଉ ବ୍ୟବସ୍ଥା ଭିତରେ ତାଙ୍କର ଭଉଣୀଙ୍କର ଯୋଉ କଙ୍କାଳ ଉଠେଇ ନେଇ ବ୍ୟାଙ୍କରେ ଦୃଷ୍ଟିଗୋଚର କଲେ, ଇଏ ସାରା ପୃଥିବୀରେ ଗୋଟେ ହଇଚଇ ସୃଷ୍ଟି ହେଇଛି। ସାମାଜିକ ଗଣମାଧ୍ୟମ ହଉ, ମେନଷ୍ଟ୍ରିମ୍ ମିଡିଆ ହଉ, ଓଡ଼ିଶା, ଭାରତ ଏବଂ ଦେଶ ବିଦେଶରେ ବି ଏ ଘଟଣାଟି ଗୋଟେ ସମ୍ବେଦନଶୀଳ ଘଟଣା, ମାନବୀୟ ଦୃଷ୍ଟିକୋଣରୁ ଏକ ଦୁଃଖଦାୟକ ଘଟଣା। କିନ୍ତୁ ଜିତୁ ମୁଣ୍ଡା ଜଣେ ସରଳ ଲୋକ, ଆଦିବାସୀ ଲୋକ, କୋଉ ପରିସ୍ଥିତିରେ ତାଙ୍କ ଭଉଣୀଙ୍କର ଶବକୁ ନେଇ ବ୍ୟାଙ୍କରେ ଦେଖେଇଲେ, ଇଏ ହଉଛି ପ୍ରଶ୍ନ। ବ୍ୟାଙ୍କ ବାଲା ବୁଝେଇ ପାଇଲେ ନାହିଁ, ବ୍ୟାଙ୍କ ବାଲା ତାଙ୍କୁ ଠିକ ଢଙ୍ଗରେ କନଭିନ୍ସ କରେଇ ପାରିଲେ ନାହିଁ, ଯଦ୍ୱାରା ସେ ତାଙ୍କ ଭଉଣୀଙ୍କର ଶବକୁ ନେଇ ଦେଖେଇବାକୁ ପଡିଲା ଯେ ମୋ ଶବ ବଞ୍ଚିଛି, ତାଙ୍କର ଯୋଉ ପ୍ରାପ୍ୟ ଅଛି ବ୍ୟାଙ୍କରେ ଗଚ୍ଛିତ ଅଛି 19,000 ଟଙ୍କା, ତାକୁ ଫେରସ୍ତ ଦିଆଯାଏ। କିନ୍ତୁ ସେଠି ଯୋଉ ଜିତୁ ମୁଣ୍ଡା ଗୋଟେ ସମାଜ ଭିତରେ ବଞ୍ଚୁଥିବେ, ସମାଜ ଭିତରେ ଚଳୁଥିବେ, ସେଠି ୱାର୍ଡ ମେମ୍ବର, ସରପଞ୍ଚ, ପ୍ରଶାସନ ଯୋଉ ସମସ୍ତେ ଗୋଟେ ଅଛନ୍ତି ନା ନାହିଁ। ସମାଜର 3 କିଲୋମିଟର ଚାଲି ଚାଲି ଯାଇଛନ୍ତି, ଖାଲି ପାଦରେ ଯାଇଛନ୍ତି, ବିଡିଓ ଅବଗତ ହେଲେନି, ତହସିଲଦାର ଅବଗତ ହେଲେନି, ଥାନାବାଲା ଅବଗତ ହେଲେନି, କେହି ଜାଣିପାରିଲେନି କେମିତି। ଏବଂ ତାର ନିୟମ ଗୋଟେ ଲିଗାଲ ହେୟାର ସିଷ୍ଟମ ବି ଅଛି। କିନ୍ତୁ ବ୍ୟାଙ୍କ ବାଲା କାହିଁକି ଆରୋଗାଣ୍ଟ ଦେଖେଇଲେ, ବ୍ୟାଙ୍କ ବାଲା କାହିଁ ଗଜପତି ଚିନ୍ତାଧାରା ରଖିଲେ, କଣ ଗୋଟେ ବ୍ୟାଙ୍କ ବାଲାଙ୍କର ଭୁଲ ଥିଲା ଯଦ୍ୱାରା ସିଏ ଗୋଟେ ତାଙ୍କର କଙ୍କାଳକୁ ଉଠେଇକି ନେଗଲେ। ଏବଂ ଗୋଟେ ଆମର ଗୋଟେ ଓଡ଼ିଆର ଗୋଟେ ପଙ୍କ୍ତି ଅଛି, ଓଡ଼ିଆର ଗୋଟେ କବିତା ଅଛି, ଉଠ କଙ୍କାଳ ଜାଗ ଦୁର୍ବଳ। ସେ ଜାଗ ଦୁର୍ବଳ ଲୋକମାନେ କାଲି ଜାଗିଲେ, ଯଦ୍ୱାରା ସେ 2 ଦିନ ଭିତରେ ତରତର ହେଇକି ବ୍ୟାଙ୍କ ବାଲା ଦୌଡ଼ିକି ଯାଇକି ସେଠି ଜୀବନ ବିକଳିଆ ନେଇକି ପଇସା ତାଙ୍କ ପ୍ରାପ୍ୟ ଫେରସ୍ତ କରିଛନ୍ତି। ଏ ଘଟଣା କାହିଁକି ଘଟିଲା? ତେଣୁକରି ନିଶ୍ଚିନ୍ତ ଭାବରେ ସମାଜର ଅଧଗତି ଘଟିଛି। ବ୍ୟାଙ୍କ ବାଲାଙ୍କର ବ୍ୟବସ୍ଥା ଭିତରେ ବ୍ୟାଙ୍କ ବାଲା ଦଣ୍ଡିତ ଏପର୍ଯ୍ୟନ୍ତ ହେଇନାହାନ୍ତି। କୋଉ ବ୍ୟାଙ୍କ ବାଲା ତାଙ୍କୁ ଭୁଲ ତଥ୍ୟ ଦେଲା, ଭୁଲ ବ୍ୟବସ୍ଥା ବୁଝେଇଲା, କାହିଁକି ତାଙ୍କୁ ସରଳୀକରଣ କଲାନି, କାହିଁକି ତାଙ୍କୁ ବ୍ୟବସ୍ଥା ଭିତରେ ବୁଝେଇଲାନି? ଏବଂ ତାଙ୍କର ଜିତୁ ମୁଣ୍ଡା ଯେହେତୁ ସରଳ ଆଦିବାସୀ ନିଷ୍ପେଷିତ ଲୋକ, ତାଙ୍କୁ ଯେ ଠିକ ଢଙ୍ଗରେ ବୁଝାଇ ଯାଇଥାନ୍ତା, ସେ କେବେ 3 କିଲୋମିଟର ବୁହାଇ ବୁହାଇ ନେଇଯାଇଥାନ୍ତେ। ଏବଂ ଯଦି ତାଙ୍କର ଗୋଟେ ପ୍ରଥା ଅଛି, ଯୋଉ ଶବଟି ଯେତେବେଳେ ମୃତ୍ୟୁ ହେଇଯିବ ତାକୁ ପୋତା ଯିବ, ଯଦି ସେ ପୋଡ଼ି ଦେଇଥାନ୍ତେ କେମିତି ତାଙ୍କେ 19,000 ପାଇଥାନ୍ତେ? ତାଙ୍କୁ ପୋଡ଼ା ଯାଇଥାନ୍ତା। ଆମର ଯୋଉ ହିନ୍ଦୁ ରୀତିନୀତିରେ ବି ଅଛି ଯୋଉ ପୋଡ଼ା ଯାଉଛି, ଯଦି ପୋଡ଼ା ଯାଇଥାନ୍ତା, ସମାଜ ଶ୍ମଶାନରେ ପୋଡ଼ା ଯାଇଥାନ୍ତା, ଆଜି ସେ ପ୍ରମାଣ ଦେଖେଇ ପାରିନଥାନ୍ତେ ଏବଂ 21,000 ଫେରସ୍ତ ପାଇ ପାରିନଥାନ୍ତେ। ତେଣୁ ସେ ବ୍ୟାଙ୍କ ବାଲା ତାଙ୍କ ମତ ବଦଳାନ୍ତୁ, ତାଙ୍କର ଚିନ୍ତାଧାରା ବଦଳାନ୍ତୁ, ସମ୍ବେଦନଶୀଳ ହୋଇ ପ୍ରତ୍ୟେକ ଯୋଉ କଷ୍ଟମରଟି ଯାଉଛି ବ୍ୟାଙ୍କକୁ, ଯୋଉ ସେ ବିଜୟ ମାଲ୍ୟାକୁ ଫେରାର କରିଦଉଛନ୍ତି, କି ଜିତୁ ମୁଣ୍ଡାରୁ ପଇସା ଦେବା ପାଇଁ କହୁଛନ୍ତି କଙ୍କାଳକୁ ଉଠେଇକି ଆଣ। ଏବଂ ସେଇ ଯୋଉ ପଙ୍କ୍ତି ଅଛି, ଏ କଙ୍କାଳ ଭିତରେ ଦୁର୍ବଳ ଜାଗ୍ରତ ହେଇଛି। ଜାଗ୍ରତ ହବା ଦ୍ୱାରା ସମାଜ ଠିକ ଢଙ୍ଗରେ ଚାଲିବା ପାଇଁ ଏ ଦୁର୍ବଳ ମାନେ ସବୁବେଳେ ଜାଗ୍ରତ ହବା ଦରକାର ଏବଂ ଲୋକଙ୍କୁ ପଥ ପରିଷ୍କାର ହବା ଦରକାର। ଲୋକଙ୍କୁ ଠିକ ଢଙ୍ଗରେ କେମିତି ଲୋକ ତାର ରାସ୍ତାରେ ଚାଲିବ, ତାକୁ ଗୋଟେ ଦିଗଦର୍ଶନ ଦେଇଛନ୍ତି ଜିତୁ ମୁଣ୍ଡା। ଜିତୁ ମୁଣ୍ଡା ସେ ସମାଜ ବ୍ୟବସ୍ଥା ଭିତରକୁ ପୁରାପୁରି କାଲି ଗୋଟେ ଗୁଣ୍ଡା କରିଦେଇଛନ୍ତି କଥାଟାକୁ। ତେଣୁକରି ଆପଣମାନଙ୍କୁ এই ଗଣମାଧ୍ୟମ ମାଧ୍ୟମରେ ଆମେ ଜଣେଇବାକୁ, ଯୋଉ ବ୍ୟାଙ୍କ କର୍ମଚାରୀ, ଯୋଉ ପ୍ରଶାସନ କର୍ମଚାରୀ, ସମସ୍ତେ ସମ୍ବେଦନଶୀଳ ହବା ଦରକାର, ମଣିଷ ପଣିଆ ଦେଖେଇବା ଦରକାର ଏବଂ ସମାଜକୁ ଠିକ ଦିଗଦର୍ଶନ। କାରଣ ତମେ ମାନେ ସରକାରଙ୍କୁ ଦରମା ନେଉଛ ଏବଂ ସରକାର ଦରମା ନେବା ଦ୍ୱାରା ତମେ ଯଦି ସମାଜ ସଂସ୍କାରକ ଲୋକମାନଙ୍କୁ ଠିକ ଢଙ୍ଗରେ ନ ବୁଝିବ, କାହିଁ ସେ ବୁଝିପାରିଲେନି ଯଦ୍ୱାରା ସେ ଖୋଳିକି ନେଲେ। ଶୁଣନ୍ତୁ, ଏଠି ତ ଗୋଟେ ପ୍ରତ୍ୟେକ ନିୟମ ନୀତି ନିୟମ ବି ଅଛି। ବିଜେପି କଣ କହୁଛି କି ବିଜେଡି କଣ କହୁଛି, କଂଗ୍ରେସ କଣ କହୁଛି, ଆମେ ସେଇ ଦିଗକୁ ଯିବାନି। ଏଠି ଯୋଉ ଦୁଃଖଦାୟକ ଘଟଣା, ହୃଦୟ ବିଦାରକ ଘଟଣା, ତାକୁ ଆମେ ମାନସିକ ସ୍ତରରେ ବିଚାରବନ୍ତ ହବା ଦରକାର। ଆମେ ନିଜେ ବୁଝିବା ଦରକାର, ସମାଜକୁ ଆମଠାରୁ ପରିବର୍ତ୍ତନ କରିବା ପାଇଁ ସମସ୍ତଙ୍କୁ ଆମେ ସଚେତନ କରାଇବା ଦରକାର। ତେଣୁ କଣ ଘଟଣା ଦେଖିଲା, ସେ ବ୍ୟାଙ୍କ ବାଲା କାହିଁକି ଭୁଲ ତଥ୍ୟ ଦେଲା, ଭୁଲ ଦିଗଦର୍ଶନ ଦେଲା, ସେ ବ୍ୟାଙ୍କ ବାଲାକୁ ଆଗ ପନିଶମେଣ୍ଟ ପାଇବା ଦରକାର। ନାଇଁ, ସୁଧି ପାଇଁ ତାର ବ୍ୟବସ୍ଥା ଅଛି, ତହସିଲଦାରଙ୍କ ବ୍ୟବସ୍ଥା ଅଛି, କଣ୍ଟିଜେନ୍ସି ଫଣ୍ଡ ଅଛି, କଲେକ୍ଟର ଲେବୁଲରେ ପଇସା ଦିଆଯାଉ, ସରକାରଙ୍କ ବ୍ୟବସ୍ଥା ଅଛି, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ବି ଦେବାର ଅଛି। କଣ ଦିଆଯାଉ ଏବଂ ଜିତୁ ମୁଣ୍ଡାଙ୍କୁ ବ୍ୟବସ୍ଥା ଭିତରେ ସାମାଜିକ ପରିବର୍ତ୍ତନ ଭିତରେ ବାଟକୁ ଆଣିବାର ଆବଶ୍ୟକତା ଅଛି। ଶୁଣ, ଆରଡିସି ତଦନ୍ତ ହଉ, ସେ ଯାହା ବି ହଉ, ସମାଜ ଯେପର୍ଯ୍ୟନ୍ତ ନ ବୁଝିଛି, ବ୍ୟାଙ୍କ ବାଲା ଠିକ ଢଙ୍ଗରେ ନ ବୁଝାଇ ପାରିଛନ୍ତି, ପ୍ରଶାସନ ଠିକ ଢଙ୍ଗରେ ବୁଝାଇ ପାରିନି, ସେ ପର୍ଯ୍ୟନ୍ତ ଠିକ ଢଙ୍ଗରେ ହବନି। ଆପଣଙ୍କୁ ଦେଖିବେ, ଯଦି ଏଠି ସରଳ ନେତୃତ୍ୱ ରହିବ, ସରଳ ନେତୃତ୍ୱ, ଦୁର୍ବଳ ନେତୃତ୍ୱ ଏବଂ ଯଦି ରହିବ, ଏଠି କଲେକ୍ଟର ବି କଣ୍ଡକ୍ଟର ହେଇଯାଉଛନ୍ତି ଜଗତସିଂହପୁରରେ। ସଦ୍ୟ ଉଦାହରଣ 2 ଦିନ ତଳେ ଦେଖିବେ, କଲେକ୍ଟର କଣ୍ଡକ୍ଟର ଭଳି ବ୍ୟବହାର ଦେଖୁଛନ୍ତି। ଲୋକମାନେ ଯାଇଥିଲେ ଜଗତସିଂହପୁର ପାଣି ପାଇଁ, ଯେ ଆମର ପାଣି ସୁବିଧା ନାହିଁ, ସେଠି କଲେକ୍ଟର କୋଉ ଭଳିଆ ଦୁର୍ବ୍ୟବହାର ଦେଖେଇଲେ, ଜଗତସିଂହପୁର କଲେକ୍ଟର କଣ୍ଡକ୍ଟର ଭଳିଆ ବ୍ୟବହାର ଦେଖେଇଲେ, ହେଲ୍ପର ଭଳିଆ ବ୍ୟବହାର ଦେଖେଇଲେ ଏବଂ ଅତି ଅଭଦ୍ର। କଣ ସରକାର ଆକ୍ସନ ନେଲେନି ସେ ଜଗତସିଂହପୁର କଲେକ୍ଟରଙ୍କ ପ୍ରତି? ସରକାର ଆକ୍ସନ ନେବା ଦରକାର। ସରକାର ଏତେ ଦୁର୍ବଳ ହେଲେ, ଯଦି ଆପଣ ଦେଖିବେ, ଯଦି ଲୁହା ବଜେଇଲା ବେଳେ ତରଳ ରହିବ ଏବଂ ବହୁତ ମାନେ ଇଏ ରହିବ, ନରମା ରହିବ, ବିଲେଇ ବି କାମୁଡିବ।
ତେଣୁ ଏ ବ୍ୟବସ୍ଥା ଭିତରକୁ ପରିବର୍ତ୍ତନ ଆସିବା ଦରକାର।